ଜଗନ୍ନାଥ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଭଲରେ ଥିବେ। ଆଜିର ଏ ଭିଡ଼ିଓରେ ମୁଁ ଆପଣ ସମସ୍ତଙ୍କୁ କିଛି ପ୍ରଶ୍ନ ଓ ଏହାର ଉତ୍ତର ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଛି। ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ। ଆଜିର ପ୍ରଥମ ପ୍ରଶ୍ନ ହେଉଛି, ରଥଯାତ୍ରାକୁ କାହିଁକି ଘୋଷଯାତ୍ରା ବୋଲି କୁହାଯାଏ? ଏହାର ଉତ୍ତର ହେଉଛି, ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ରଥଯାତ୍ରାକୁ ଘୋଷଯାତ୍ରା ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ପ୍ରଭୁଙ୍କ ମସ୍ତକରେ ଲାଗିଥିବା ଟାହିୟା କେଉଁଠାରେ ତିଆରି ହୋଇଥାଏ? ଏହାର ଉତ୍ତର ହେଉଛି, ରାଘବ ଦାସ ମଠ। ପ୍ରଭୁଙ୍କ ମସ୍ତକରେ ଲାଗିଥିବା ଟାହିୟା ରାଘବ ଦାସ ମଠରେ ତିଆରି ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ବାହୁଡ଼ା ଯାତ୍ରାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ଶ୍ରୀବିଗ୍ରହମାନଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବାକୁ ବାହୁଡ଼ା ଯାତ୍ରା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଚତୁର୍ଦ୍ଧାମୂରତି କେତେ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି? ଏହାର ଉତ୍ତର ହେଉଛି, 9 ଦିନ ପାଇଁ। ଚତୁର୍ଦ୍ଧାମୂରତି 9 ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ତିନି ଠାକୁରଙ୍କୁ କେଉଁଦିନ ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ କରାଯାଏ? ଏହାର ଉତ୍ତର ହେଉଛି, ସୁନାବେଶ ଦିନ। ତିନି ଠାକୁରଙ୍କୁ ସୁନାବେଶ ଦିନ ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ମହାପ୍ରଭୁଙ୍କ ସୁନାବେଶ ବର୍ଷକୁ କେତେ ଥର ହୋଇଥାଏ? ଏହାର ଉତ୍ତର ହେଉଛି, 5 ଥର। ମହାପ୍ରଭୁଙ୍କ ସୁନାବେଶ ବର୍ଷକୁ 5 ଥର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମହାପ୍ରଭୁଙ୍କ ସୁନାବେଶ କେଉଁ କେଉଁ ଦିନ ହୋଇଥାଏ? ଏହାର ଉତ୍ତର ହେଉଛି, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟା ଦଶମୀ। ସବୁଠାରୁ ବଡ଼ ଓ ବ୍ୟାପକ ସୁନାବେଶ କେଉଁଠାରେ ଓ କେବେ ହୁଏ? ଏହାର ଉତ୍ତର ହେଉଛି, ଆଷାଢ଼ ଶୁକ୍ଳ ଏକାଦଶୀ ବଡ଼ଦାଣ୍ଡରେ ସିଂହାସନ ସାମ୍ନାରେ ଥିବା 3 ରଥ ଉପରେ ସବୁଠାରୁ ବଡ଼ ଓ ବ୍ୟାପକ ରଥଯାତ୍ରା ହୋଇଥାଏ। ରଥ ଉପରେ ସୁନାବେଶ ସମୟରେ ଠାକୁରମାନେ କେତେ ସମୟ ଦର୍ଶନ ଦିଅନ୍ତି? ଏହାର ଉତ୍ତର ହେଉଛି, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ 6 ଘଣ୍ଟା ଠାକୁରମାନେ ଦର୍ଶନ ଦିଅନ୍ତି। ରଥ ଉପରେ କେଉଁ ସେବାୟତମାନେ ତିନି ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରନ୍ତି? ଏହାର ଉତ୍ତର ହେଉଛି, ଭିତିରିଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼, ତଳିଛ ମହାପାତ୍ର ବଳଭଦ୍ରଙ୍କ ବାଡ଼, ପୁଷ୍ପାଳକ ସେବାୟତ ସୁଭଦ୍ରାଙ୍କ ବାଡ଼ କରିଥାନ୍ତି। ସୁନାବେଶ ସମୟରେ ବଳଭଦ୍ର ଓ ଜଗନ୍ନାଥ କେଉଁ ପ୍ରଧାନ ସ୍ୱର୍ଣ୍ଣ ଆୟୁଧ ଧାରଣ କରନ୍ତି? ଏହାର ଉତ୍ତର ହେଉଛି, ଶ୍ରୀ ବଳଭଦ୍ର ସ୍ୱର୍ଣ୍ଣ ହଳ ଓ ମୁଷଳ ଓ ପ୍ରଭୁ ଜଗନ୍ନାଥ ସ୍ୱର୍ଣ୍ଣ ଶଙ୍ଖ ଓ ଚକ୍ର ଆୟୁଧ ଧରନ୍ତି। ଚତୁର୍ଦ୍ଧାମୂରତି ଗୁଣ୍ଡିଚା ମନ୍ଦିର କେଉଁ ପ୍ରସିଦ୍ଧ ପିଠା ଖାଇ ଶ୍ରୀମନ୍ଦିରକୁ ଫେରିଥାନ୍ତି? ଏହାର ଉତ୍ତର ହେଉଛି, ପୋଡ଼ପିଠା। ବାହୁଡ଼ା ଯାତ୍ରା ପରଦିନ କେଉଁ ନୀତି ଅନୁଷ୍ଠିତ ହୋଇଥାଏ? ଏହାର ଉତ୍ତର ହେଉଛି, ସୁନାବେଶ। ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ସୁନାବେଶ ପରଦିନ ଦ୍ୱାଦଶୀ ଦିନ କେଉଁ ନୀତି ଅନୁଷ୍ଠିତ ହୋଇଥାଏ? ଏହାର ଉତ୍ତର ହେଉଛି, ଅଧରପଣା ନୀତି। ସୁନାବେଶ ପରଦିନ
ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ? ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀ ନାରାୟଣ ଭେଟ ନୀତି କେବେ ହୋଇଥାଏ? ଏହାର ଉତ୍ତର ହେଉଛି ବାହୁଡ଼ା ଯାତ୍ରା ଦିନ ଅପରାହ୍ନରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀ ନାରାୟଣ ଭେଟ ନୀତିରେ କିଏ ମଧ୍ୟସ୍ଥି ସାଜିଥାନ୍ତି? ଏହାର ଉତ୍ତର ହେଉଛି ଶ୍ରୀ ଶ୍ରୀ ଗଜପତି ମହାରାଜ। ଲକ୍ଷ୍ମୀ ନାରାୟଣ ଭେଟ ନୀତିରେ ଶ୍ରୀ ଗଜପତି ମହାରାଜ ମଧ୍ୟସ୍ଥି ସାଜିଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ନୀଳାଦ୍ରି ବିଜେର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ସୁନାବେଶ ଓ ଅଧରପଣା ନୀତି ପରେ ଶ୍ରୀବିଗ୍ରହ ପହଣ୍ଡିରେ ମନ୍ଦିର ଭିତରକୁ ବିଜେ କରନ୍ତି। ଏହାକୁ ନୀଳାଦ୍ରି ବିଜେ ବୋଲି କୁହାଯାଏ। ବାହୁଡ଼ା ଯାତ୍ରା ସମୟରେ ବାଟରେ ମହାପ୍ରଭୁ କେଉଁଠାରେ ଅଟକିଥାନ୍ତି? ଏହାର ଉତ୍ତର ହେଉଛି ମାଉସୀ ମା ମନ୍ଦିର ସାମ୍ନାରେ। ପରବର୍ତ୍ତୀ ପ୍ରଶ୍ନ, ବାହୁଡ଼ା ଯାତ୍ରା ସମୟରେ ରଥଗୁଡ଼ିକର ଗତି କେଉଁ ଦିଗକୁ ହୋଇଥାଏ? ଏହାର ଉତ୍ତର ହେଉଛି ଦକ୍ଷିଣାଭିମୁଖୀ। ପରବର୍ତ୍ତୀ ପ୍ରଶ୍ନ, ଅଧରପଣା ଭୋଗ ହେବା ପରେ କାହିଁକି ରଥ ଉପରେ ପଣାହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ? ଏହାର ଉତ୍ତର ହେଉଛି ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଚଣ୍ଡୀ ଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ରଥ ଉପରେ ପଣାହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।